ପତ୍ର ପାଇଥିଲି ଗୋଟାଏ ବେସରକାରୀ ସ୍ତରରେ ଅର୍ଥାତ୍ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକ ହିସାବରେ ଯେଉଁଦିନ ମୋତେ ପରିଚାଳନା ସମିତି ମୋତେ ନିଯୁକ୍ତି ପତ୍ରଟେ ଦେଲେ 1993 ମସିହାରେ, ସେତେବେଳେ ମଧ୍ୟ ବହୁତ ମୁଁ ଖୁସି ଏବଂ ଆନନ୍ଦ ବ୍ୟକ୍ତ କରିଥିଲି। ଯାହା ହଉ ଆଜି ମୋ ଜୀବନରେ ଗୋଟିଏ ମୁଁ ଚାକିରି ପାଇଲି। ସେ ଚାକିରି ଟେମ୍ପୋରାରୀ ହେଉ ବା ପରମାନେଣ୍ଟ ହେଉ ବା ରେଗୁଲାର ହେଉ, ଏଣୁ ଏ ଆନନ୍ଦ ମୁହୂର୍ତ୍ତକୁ ଆମେ ସମସ୍ତେ ନିଶ୍ଚିତ ଭାବରେ ତା'ର ଆନନ୍ଦିତ ହେବା ଏବଂ ତା'ର ସୁଖଦ ଅନୁଭବ କରିବା, ଇଏ ବାସ୍ତବ କଥା ଅଛି। ଏବଂ କେବଳ ଆପଣମାନେ ନିଜେ ନୁହନ୍ତି ବା ମୁଁ ନିଜେ ନୁହେଁ, ଯେମିତି ନିଯୁକ୍ତି ପାଇଲା ପରେ ବାପା ମା ଭାଇ ଭଉଣୀ ବନ୍ଧୁ ବାନ୍ଧବ ସମ୍ପର୍କୀୟ ଠାରୁ ସମସ୍ତେ ଏ ସଫଳତା ପିଛରେ ମଧ୍ୟ ଥାଆନ୍ତି ଏବଂ ସେମାନେ ମଧ୍ୟ ସୁଖଦ ଅନୁଭବ କରିଥାନ୍ତି। ଏଣୁ ନିଶ୍ଚିତ ଭାବରେ ଆମ ଜୀବନର ଇଏ ଗୋଟେ ଗତିପଥ ବଦଳେଇ ଦେବ ଏବଂ ସେଥିପାଇଁ ଆପଣମାନେ ଯେଉଁ ପ୍ରଭୁତ୍ୱ ଅଧ୍ୟବସାୟ କରିଛନ୍ତି, ଆପଣମାନେ ଯେଉଁ କଷ୍ଟ କରିକି ଏ ଚାକିରି ପାଇବାର ଯୋଗ୍ୟତା ହାସଲ କରିଛନ୍ତି, ତାହା ନିଶ୍ଚିତ ଭାବରେ ଆପଣମାନେ ସମସ୍ତେ ତାର ହକଦାର ଅଛନ୍ତି ଏବଂ ସୁଖଦ ଅନୁଭବ କରିବାର ମଧ୍ୟ ଇଏ ଗୋଟିଏ ବଡ଼ ମୁହୂର୍ତ୍ତ। ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଏ ନିଯୁକ୍ତି ପାଇଲା ପରେ ଏବଂ ଏହା କେବଳ ନିଜ କର୍ମକ୍ଷେତ୍ରର ନିଜର କାମ ବୋଲି ନୁହଁ, ଏହା ହେଉଛି ଗୋଟିଏ କର୍ମ ନିଯୁକ୍ତି ନୁହେଁ, ଏହା ଭାବିକରି ଆପଣ ଏହା ଗୋଟିଏ ଗୁରୁ ଦାୟିତ୍ୱ ବୋଲି ମନେକରି ଏହାକୁ ନିର୍ବାହ କରିବା ପାଇଁ ପଡ଼ିବ। ରାଜ୍ୟବାସୀ ଏବଂ ସାଧାରଣ ଲୋକଙ୍କର କାମ କରିବା ପାଇଁ ପଡ଼ିବ। ଗଣତନ୍ତ୍ରରେ ସରକାର ହେଉଛି ଲୋକଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଲୋକେ ମନେ କରନ୍ତି ସେମାନଙ୍କର ସବୁ ସମସ୍ୟାର ସମାଧାନ ସରକାରଙ୍କର ପାଖରେ ଏବଂ ସରକାରୀ କର୍ମଚାରୀଙ୍କ ପାଖରେ ଥାଏ। ଏ କଥା ଲୋକମାନେ ବୋଧହୁଏ ସବୁବେଳେ ଭାବନ୍ତି। ଏଣୁ ଯଦି ଏ କଥାର ଆମେ ଭିତରକୁ ଯିବା, ତାହେଲେ ଇଏ ଆସ୍ଥା ପ୍ରକଟ କରିବା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଇଏ ଅମୂଳକ ଅଟେ, ମାନେ ଅମୂଳକ ନୁହେଁ। ଆମ ସମ୍ବିଧାନରେ ସମାଜ ଏବଂ ଲୋକହିତକର ଇଏ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଛି। ସରକାର ଏ ସମାଜରେ ଯେଉଁମାନେ ବଞ୍ଚିତ ଅଛନ୍ତି, ଦଳିତ ଅଛନ୍ତି, ଶୋଷିତ ଅଛନ୍ତି ଏବଂ ଅତି ସାଧାରଣ ଲୋକ ଅଛନ୍ତି, ଯେଉଁମାନେ କି ତାଙ୍କର ଶେଷ ଆଶା ଭରସା ଆମ ପାଖରେ ରଖିଥାନ୍ତି ଏବଂ ସରକାରଙ୍କର ଯେଉଁ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ହେବା ପାଇଁ ଥାଏ, ତାକୁ କିଭଳି ଭାବରେ ସୁଫଳ ଦିଆଯାଇପାରିବ, ଅର୍ଥାତ୍ ସମାଜର ଶେଷ ଧାଡ଼ିରେ ଥିବା ଅନ୍ତର୍ଦ୍ଦୟରେ ଥିବା ଏ ବ୍ୟକ୍ତି ପାଖରେ କିଭଳି ଭାବରେ ଏ ଯୋଜନାଟି ପହଞ୍ଚି ପାରିବ, ସେଥିପାଇଁ ଆମମାନଙ୍କ ହାତରେ ସରକାର ଏକ ଗୁରୁ ଦାୟିତ୍ୱ ଦେଇଥାନ୍ତି ତାକୁ କିଭଳି ଭାବରେ ସଫଳ ରୂପାୟନ କରିବା ପାଇଁ। ଯଦି ଆମେ ନିଷ୍ଠାର ସହ କର୍ମ ପ୍ରବଣତା ଭିତରେ ଅସଂଖ୍ୟ ଜନସାଧାରଣଙ୍କର ମୁହଁରେ ଯଦି ଟିକେ ଆମେ ହସ ଫୁଟେଇ ପାରିଲେ, ତାହେଲେ ନିଶ୍ଚିତ ଭାବରେ ଆମର ଆଜିର ଦିନର ଇଏ ନିଯୁକ୍ତିର ଯଥାର୍ଥତା ବା ସାର୍ଥକତା ହେବ ବୋଲି ମୋ ମନରେ ଏ ପ୍ରକାରର ଏକ ଆଶା ଭରସା ଅଛି।